ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଭାବୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ନିଶ୍ଚୟ ଭଲରେ ଥିବେ। ଆପଣମାନେ ଜାଣନ୍ତି ଆମମାନଙ୍କର ବଡ଼ ଶତ୍ରୁ କିଏ ସେ ସବୁ? ପଞ୍ଚଇନ୍ଦ୍ରିୟ ଅର୍ଥାତ୍ ଆଖି, କାନ, ନାକ, ଜିଭ ଏବଂ ଚର୍ମ। ଆପଣଙ୍କୁ ସବୁବେଳେ ସେମାନେ ବିପଦରେ ପକାଇବାକୁ ଚେଷ୍ଟା କରନ୍ତି। ଯେଉଁମାନେ ସବୁ ଇନ୍ଦ୍ରିୟ ଜୟୀ ସେମାନେ ହିଁ କିଛି ବାଟ ଭଲରେ କଟିଯାଆନ୍ତି, କିନ୍ତୁ ନହେଲେ ମ୍ୟାକ୍ସିମମ୍ 99% ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କାନ ଦ୍ୱାରା ଆମେ ଶୁଣୁଛେ, ଭଗବାନ ଆମକୁ କାନ ଦେଇଛନ୍ତି ଭଲ ଶୁଣିବା ପାଇଁ, କିନ୍ତୁ ଜିଭ କ'ଣ କରେ? ଯଦି କିଛି ଖରାପ ଶୁଣେ ସାଙ୍ଗେ ସାଙ୍ଗେ ତାର ଉତ୍ତର ଦେଇଦିଏ। ସେଥିପାଇଁ ଆମର ଲକ୍ଷ୍ୟ ପଥରେ ଆମେ ପହଞ୍ଚିବା ପାଇଁ ଡେରି ହୁଏ ବା ପହଞ୍ଚି ପାରୁନା। ଏଇ ଦୁଇଟା କଥା ହୁଏ। ତେଣୁ ଆସନ୍ତୁ ମୁଁ ଗୋଟିଏ କାହାଣୀ ମାଧ୍ୟମରେ କହିବି ଯେ ଆମର ନ ଶୁଣିଲେ କ'ଣ ଆମର ଫଳ ପାଇବା, ଆଉ ଶୁଣିଲେ ଆମର କ'ଣ ଫଳ ଆମେ ପାଇପାରିବାନି। ବେଙ୍ଗମାନଙ୍କର ଗୋଟେ ସମାଜ ଥିଲା। ବେଙ୍ଗ ରାଜା ଥିଲେ, ମନ୍ତ୍ରୀ ଥିଲେ, ସେନାପତି ଥିଲେ ଏବଂ ସମାଜରେ ପ୍ରଜାମାନେ ଥିଲେ। ବେଙ୍ଗ ରାଜାଙ୍କର ଥରେ ଇଚ୍ଛା ହେଲା ଯେ ଆମେ ଗୋଟେ ମନ୍ତ୍ରୀ ବାବୁ, ଆମେ ଗୋଟେ ପ୍ରତିଯୋଗିତା କରିବା ବେଙ୍ଗମାନଙ୍କ ମଧ୍ୟରେ। ଗୋଟିଏ ଖମ୍ବ ଆଣିବା, ଲୁହାର ଖମ୍ବ। ସେ ଖମ୍ବ ଉପରେ ଯେଉଁ ବେଙ୍ଗ ଚଢ଼ିପାରିବ ତାଙ୍କୁ ଆମେ ଫାଷ୍ଟ ପ୍ରାଇଜ୍ ଦେବା। ମନ୍ତ୍ରୀ କହିଲେ ହଁ, ଏ ତ ବଢ଼ିଆ କଥା। ତେଣୁ ମନ୍ତ୍ରୀ ସାଙ୍ଗେ ସାଙ୍ଗେ ସମାଜ ମଧ୍ୟରେ ପ୍ରଚାର କଲେ, ଆସ ଗୋଟେ ପ୍ରତିଯୋଗିତା ହେବ। ତେଣୁ ସମସ୍ତେ ନିର୍ଦ୍ଦିଷ୍ଟ ଦିନ ସବୁ ବେଙ୍ଗମାନେ ଆସି ଉପସ୍ଥିତ ହେଲେ। ଗୋଟିଏ ଲୁହା ଖୁମ୍ବ, ସବୁ ବେଙ୍ଗ ଭାବୁଥାନ୍ତି ବହୁତ ସହଜ ମ୍ୟାଟର, ଆମେ ଉପରକୁ ଚଢ଼ି ଯାଇପାରିବା। ତେଣୁ ସବୁ ବେଙ୍ଗମାନେ ଧୀରେ ଧୀରେ ଜଣ ପରେ ଜଣେ ଆସିଲେ। ବଡ଼ ବଡ଼ ବେଙ୍ଗମାନେ ଚଢ଼ିବା ପାଇଁ ଚେଷ୍ଟା କରୁଥାନ୍ତି। ଏହି ସମୟରେ ଯେଉଁମାନେ ଦର୍ଶକ ସେମାନେ ତାଳି ମାରୁଥାନ୍ତି ଏବଂ ଥଟ୍ଟା କରୁଥାନ୍ତି, ଆରେ ଏ ଖସି ପଇଲାରେ, ଏ ଚଢ଼ିପାରିବନି, ଏ ବୁଢ଼ାଟା, ଏ କୋଦାଟା, ଏ ଚଢ଼ିପାରିବନି। ତେଣୁ ସେମାନେ କ'ଣ କରନ୍ତି, ତାଙ୍କ କଥା ସବୁ ଶୁଣିକିରି ଆଉ ଚଢ଼ିବା ବଦଳରେ ତାଙ୍କୁ ଗାଳି ମଧ୍ୟ ଦିଅନ୍ତି। ତେଣୁ ସେମାନେ ଶେଷରେ ହାରିଯାଆନ୍ତି। ଏମିତି ଗୋଟେ ଗଲା, ଦୁଇଟା ଗଲା, ତିନିଟା ଗଲା, 20ଟା ଗଲା, 25ଟା ଗଲା, 50ଟା ଗଲା। ଛୋଟ ବେଙ୍ଗଟିଏ ମା ପାଖରେ ରହି ଏସବୁ ଜିନିଷ ଦେଖୁଥିଲା। ଛୋଟ ବେଙ୍ଗଟି ସେଥିରୁ ତା ମାଆକୁ ପଚାରିଲା, ମା, ମୋତେ ଥରେ ଚେଷ୍ଟା କରିବାକୁ ସୁଯୋଗ ଦିଅନ୍ତୁ ନା। ମା କହିଲେ, ଆରେ ମା, ଆରେ ପୁଅ, ତୁ ତ ଏତେ ଛୋଟଟା ହେଇଛୁ, ତୁ କିଭଳି ଚଢ଼ିବୁ? ଏଡ଼େ ଏଡ଼େ ବେଙ୍ଗ ଅଧା ବାଟ ଯାଇ ଖସି ପଡ଼ୁଛନ୍ତି, ସେମାନେ ଚଢ଼ି ପାରୁନାହାନ୍ତି। ନା ମା, ମୋତେ ଥରେ ଦିଅ ଅନୁମତି, ମୁଁ ଥରେ ଚେଷ୍ଟା କରେ। ସେମାନେ ନ ପାରିଲେ ନାହିଁ, ମୁଁ ଯଦି ନ ପାରିଲି କି ଛୋଟଟା ତ ମୋତେ କିଛି ଧର୍ତ୍ତବ୍ୟ ନାହିଁ। ତେଣୁ ମା କହିଲା, ହଁ ଠିକ୍ ଅଛି, ତୁ ଚଢ଼ିବୁ ଯେ, କିନ୍ତୁ ଏଇ ଯେଉଁ ବାହାରେ ଥଟ୍ଟା ପରିହାସ ଯେଉଁମାନେ କରୁଛନ୍ତି ସେମାନଙ୍କ କଥାକୁ ତୁ କିଛି ଶୁଣିବୁନି। ତୁ ତୋର ଲକ୍ଷ୍ୟ ପଥରେ କେମିତି ପହଞ୍ଚିବୁ, ଚେଷ୍ଟା ତୁ ଅବିରତ କରିଚାଲିବୁ। ଛୋଟିଆ ବେଙ୍ଗଟି ମାଆକୁ ମୁଣ୍ଡିଆ ମାରିଲା। ମା ଆଶୀର୍ବାଦ ଦେଲା ଏବଂ ବେଙ୍ଗଟି ଚଢ଼ିବା ପାଇଁ ଚାଲିଲା। ସେ ବି ଚଢ଼ୁଥାଏ, ଖସୁଥାଏ, ଚଢ଼ୁଥାଏ, ଖସୁଥାଏ ଏବଂ ବାହାରେ ଥିବା ବସିଥିବା ବେଙ୍ଗମାନଙ୍କର ତାଚଲ୍ୟ, ଥଟ୍ଟା, ପରିହାସ ସବୁ କାନ ମଧ୍ୟକୁ ଆସୁଥାଏ। କିନ୍ତୁ ଏ ବେଙ୍ଗଟି କ'ଣ କଲା, ସେମାନଙ୍କର ପରିହାସକୁ ଆଉ କିଛି ଶୁଣିଲାନି। ତାକୁ ସେ ନ ଶୁଣିଲା ଭଳି ମାନେ ନିଜେ କାଲା ଭଳିଆ ସେ ଚଢ଼ିବାରେ ଲାଗିଲା। ଏମିତି ଚଢ଼ୁଥାଏ ଚଢ଼ୁଥାଏ, ଚେଷ୍ଟା କରି 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 ପରିଶେଷରେ ସେ ଲୁହା ସ୍ତମ୍ଭର ଶେଷରେ ଯାଇକି ପହଞ୍ଚିଗଲା। ସମସ୍ତେ ତାଳି ମାରିଲେ, ରାଜା ତାଳି ମାରିଲେ, ମନ୍ତ୍ରୀ ତାଳି ମାରିଲେ। ତେଣୁ ଏଇଠି ଗୋଟିଏ ପ୍ରଶ୍ନ ହେଉଛି, ସିଏ ଚଢ଼ିଲା କେମିତି? ଏଡ଼େ ବଡ଼ ବଡ଼ ବେଙ୍ଗମାନେ ଚଢ଼ି ପାରିଲେନି, ସିଏ ଚଢ଼ିଲା କେମିତି? ଚଢ଼ିଲା ଏମିତି ଯେ କି ସେ କାହାରି କଥାକୁ ଶୁଣିଲା ନାହିଁ। ଭଲ କହୁ, ମନ୍ଦ କହୁ, ଥଟ୍ଟା କହୁ ବା ପରିହାସ କରୁ, ପରିଶେଷରେ ସେ ହିଁ ସଫଳ ହେଲା। ତେଣୁ ଆମେ, ଭଗବାନ ଆମକୁ କାନ ଦେଇଛନ୍ତି ଭଲ ଶୁଣିବା ପାଇଁ, ଖରାପ ଶୁଣିବା ପାଇଁ ନୁହେଁ। ତେଣୁ ଭଲ ଶୁଣିବା, ତାକୁ ଗ୍ରହଣ କରିବା। ଖରାପ ଶୁଣିବା, ତାକୁ ଦୂରେଇ ଦେବା, ତାକୁ ଶୁଣିବାନି। ତେଣୁକରି ଆମର ଇନ୍ଦ୍ରିୟମାନଙ୍କୁ ଯିଏ ଯେତେ ପରିମାଣରେ ବଶୀଭୂତ କରିପାରିଛି,
ସେ ସେତେ ମହତ୍ ଲୋକରେ ପରିଗଣିତ ହେଇପାରିଛି। ତେଣୁ ମୁଁ ଯାହା କହିଲି ଠିକ୍ କହିଲି ନା? ରହିଲି। ଜୟ ଜଗନ୍ନାଥ।